ନାଇଁ 32 ଅକ୍ଷର 32 ଅକ୍ଷର ମହାମନ୍ତ୍ର 32 ଅକ୍ଷର। ମହାମନ୍ତ୍ର 32 ଅକ୍ଷର ହଁ। ହଁ ସେ 32 ଅକ୍ଷର ଜପ କରୁଛୁ 32 ଅକ୍ଷର ଜପ କରିବାକୁ ପଡିବ ନା 16 ଅକ୍ଷର ଜପ କରିବାକୁ ପଡିବ ବୋଲି ଆପଣଙ୍କୁ ପ୍ରଶ୍ନ କରିଛି। ନା ଆଚ୍ଛା ମହାମନ୍ତ୍ର ତ 32 ଅକ୍ଷର ଆଉ 16 ଅକ୍ଷର କଣ? 16 ଅକ୍ଷର ଏଠି ଯୋଉ କାହିଁ ଲେଖିଛନ୍ତି 16 ଅକ୍ଷର ଜପ କରିବା ପାଇଁ ବୋଲି। ନା 16 ଅକ୍ଷର ଜପ କରିବା ପାଇଁ କିଏ ଲେଖିଛନ୍ତି? ଅଚ୍ୟୁତାନନ୍ଦ। ଅଚ୍ୟୁତାନନ୍ଦ ସେ କୋଉ 16 ଅକ୍ଷର? ହଁ 44 ପଟଳ ବୁଝୁଛୁ ଯେ ନା 16 ଅକ୍ଷର ମାନେ କୋଉ ମନ୍ତ୍ରର 16 ଅକ୍ଷର ଜପ କରିବା ପାଇଁ କହିଛନ୍ତି? ନା ସିଏ ଲେଖିଛନ୍ତି କି ଖାଲି 16 ଅକ୍ଷର ଜପ କର ବୋଲିକି? ହଁ 16 ଅକ୍ଷର ଜପ କଲେ ହବ ବୋଲିକି ଲେଖିଛନ୍ତି। ହଁ 16 ଅକ୍ଷର ଜପ କଲେ ସେଟା ମୁଁ ଅଜଣାର ଲାଗି ଆପଣଙ୍କୁ ପ୍ରଶ୍ନ କରୁଛି। ଓହୋ ନାଇଁ ନାଇଁ ଶୁଣ ଜପ କରିବା ପାଇଁ ହେଲେ 16ଟା ନାମ 32ଟା ଅକ୍ଷର। ଆଚ୍ଛା ମହାମନ୍ତ୍ର ଟା ଗୋଟିଏ ନାମ 2ଟା ଲେଖା ଅକ୍ଷର 16 ନାମ 32 ଅକ୍ଷର ବୁଝିପାରିଲେ କି? ଆଉ 16 ଅକ୍ଷର ଯଦି ଜପ କରିବ ସେ ଗୋଟେ ଅଲଗା ମନ୍ତ୍ର ହବ। 16 ନାମ 32 ଅକ୍ଷର। ହଁ ସେଟା 16 ନାମ 32 ଅକ୍ଷର ତେଣୁ ତେଣୁ ମୁଁ ସେ ଯୋଉଟା ଯୋଉ କହିଛି ଗୋଟେ ଭଜନ ବି ଲେଖିଛି ତମେ ଶୁଣିଥିବ ମହାମନ୍ତ୍ର 16 ନାମ 32 ଅକ୍ଷର ଶୁଣିଛି। ସହଜ ସୂତ୍ରରେ ମନ ଭଜନ କର। ମହାମନ୍ତ୍ର 16 ନାମ 32 ଅକ୍ଷର ବୁଝିପାରିଲେ କି? ସେଇ 16ଟା ନାମ 2ଟା ଲେଖା ଅକ୍ଷର ହେଇଗଲେ 32ଟା ଅକ୍ଷର ହେଇଯିବ। କିନ୍ତୁ ମୁଁ ଯୋଉ ଭଜନରେ ଲେଖିନି ଯେ ମହାମନ୍ତ୍ର 16 ନାମକୁ କରିବା ପାଇଁ ଭଜନ ମୁଁ କହିଛି କଣ 32 ରୁ 3 ଛାଡି 2 କୁ ଧର। ନାଇଁ ସେଟା ତ ବୁଝିଗଲିଣି। ହଁ ସେ ଯୋଉ 16 ନାମ ଯିଏ 32 ଅକ୍ଷର ତାର ଗୁପ୍ତ ମହାମନ୍ତ୍ର ଟା ହଉଛି 2 ଅକ୍ଷର। 2 ଅକ୍ଷର ହଁ ମାନେ ଯୋଉ ବିଜୟ ମହାମନ୍ତ୍ର ଟା ତାର ଇଏ ବଡ ମହାମନ୍ତ୍ର ଟା ହଉଛି 16 ନାମ 32 ଅକ୍ଷର ତାକୁ ଜପ କରନ୍ତି। କିନ୍ତୁ ତାର ଟିକେ ଉଚ୍ଚତର ସାଧନା ଟା ହଉଛି ଯେ ବିଜୟ ମହାମନ୍ତ୍ର ହଉଛି 2 ଅକ୍ଷର। 2 ଅକ୍ଷର 2ଟା ଅକ୍ଷର ଗୁରୁଙ୍କ ମୁଖରେ ସଦଗୁରୁଙ୍କ ମୁଖରେ ଅଛି ତାଙ୍କ ଠାରୁ ଯଦି ଗ୍ରହଣ କରି ଜପ କରିବ ସିଏ ହଉଛି ବିଜୟ ମହାମନ୍ତ୍ର ଜପ ହବ। ସେଥିରେ ପାୱାର ଟା ଜୋର। ନାଇଁ ଗୁରୁ ତ କରିଛୁ ବାବା ଦୀକ୍ଷା ତ ନେଇ ଯାଇଛୁ ଯେ ତାଙ୍କେ ତ ଆମକୁ ଏଇ 32 ଅକ୍ଷରରେ ଏକା ତାଙ୍କେ ଏଇଟା ଦେଇଛନ୍ତି। ଆଚ୍ଛା ଗୁରୁ ଦେଇଛନ୍ତି ତ 32 ଅକ୍ଷର। ହଁ ସେ ଯୋଉ ଗୁରୁ ତମକୁ 32 ଅକ୍ଷର ଦେଇଛନ୍ତି ସିଏ ହଉଛନ୍ତି କଣ ଯେ ନାମ ଗୁରୁ ବୁଝିଲ ନା। ତମକୁ ନାମଟା ଦେଇଛନ୍ତି ବୁଝିଲ କି? କିନ୍ତୁ ନାଇଁ ନାମ ଗୁରୁ ନେଇ ସାରିକି ତତ୍ଵ ଗୁରୁ ମଧ୍ୟ କରାଯାଏ। ନାମ ଗୁରୁ ନେଇ ସାରିଲା ପରେ ମୁଁ ତମକୁ ଭଟକଉ ନାହିଁ ବୁଝିଲ ନା। ତାର ନିୟମ ହଉଛି ତମେ ନାମ ନାମ ଜପ କଲା ପରେ ତମେ ମଧ୍ୟ ତାକୁ ଆଉ ଅଧିକ ଜ୍ଞାନ ଆହରଣ କରିବା ପାଇଁ ସଦ୍ଗୁରୁ ବା ତତ୍ଵ ଗୁରୁଙ୍କୁ ତମକୁ ଧାରଣ କରିବା ପାଇଁ ଗ୍ରହଣ କରିବା ପାଇଁ ପଡିବ ନହେଲେ ମୁକ୍ତି ବାଟ ମିଳିବ ନାହିଁ। ନାଇଁ ଆପଣ ଯୋଉଟା କହୁଛ ସେଇଟା ରାଇଟ୍ କଥା କିନ୍ତୁ ଆମର ଏପଟେ ତ ସଦ୍ଗୁରୁ ମିଳିବାର କଷ୍ଟ ଅଛି ବାବା। ହଁ ନାଇଁ ସଦ୍ଗୁରୁ ମିଳିବା ତ କଷ୍ଟ ସତ ସଦ୍ଗୁରୁ ସବୁଆଡେ ମିଳିବେ ନାଇଁ ବି ସମସ୍ତେ ସଦ୍ଗୁରୁ ନୁହନ୍ତି। ମିଳିବେ ନାହିଁ ତାପରେ ଆମର ଏଇ ନବରଙ୍ଗପୁର ଜିଲ୍ଲା କୋରାପୁଟ ଜିଲ୍ଲା ଇଆଡେ ସଦ୍ଗୁରୁ ନାହାନ୍ତି ବାବା। କିନ୍ତୁ ଆମର କେବଳ ଏତିକି ଲୋକ ଭଣ୍ଡାଇଲେ ମୁଁ ଭଣ୍ଡି ପାରିବି ନାହିଁ। ନାଇଁ କଣ ଦରକାର ଭଣ୍ଡିବା କିନ୍ତୁ ଗୋଟେ କଥା ଶୁଣ ଗୋଟେ କଥା ଶୁଣ ସଦ୍ଗୁରୁ ଆମେ ସେଇଆକୁ କହିବା ଯେ ସଦ୍ଗୁରୁ ହଉଛନ୍ତି ଧର ମନେ କରାଯାଉ ମୁଁ ଗୋଟେ କହିବି ତମକୁ ରାମକୃଷ୍ଣ ପରମହଂସ ସେ ପରମହଂସ ଉପାଧି ପାଇଛନ୍ତି ସେ ସଦ୍ଗୁରୁ ନା ଆଉ ସେମିତି ଧରନ୍ତୁ ନିଗମାନନ୍ଦ ପରମହଂସ ଆମର ଦୟାନିଧି ପରମହଂସ କି ଅଭିରାମ ପରମହଂସ ଯୋଉମାନେ ହେଲେ ସେମାନେ ହଉଛନ୍ତି ସଦ୍ଗୁରୁ ବୁଝିଲ ନା। ତମେ ଯୋଉ କହୁଛ ସଦ୍ଗୁରୁ ନାହାନ୍ତି ବୋଲିକି ପରମହଂସ ହଉଛନ୍ତି ସଦ୍ଗୁରୁ। ନାଇଁ ସାର୍ ସେଟା କହୁନି ମୁଁ କହିବାଟା ଆମର ଏଇ ଜିଲ୍ଲା ପଟେ ନାହାନ୍ତି ତମର ସିଆଡେ ଅଛନ୍ତି ସେପଟେ ଅଛନ୍ତି ଆମର ଏପଟେ ନାହିଁ ଆମେ ସେତେ ଦୂର ଆସିକରି ଖୋଜିବାକୁ ଟିକେ ଅସମ୍ଭବ ହବୁ। ହଁ ସେଇଟା ସତ ତେଣୁ ତଥାପି କଣ କରିବା ଜୀବନର ମୋକ୍ଷ ପାଇବା ପାଇଁ ହେଲେ ତ ଆମକୁ କଷ୍ଟ କରିବା ପାଇଁ ପଡିବ। ଆଉ ମୁକ୍ତି ମାର୍ଗ ତ ନିହାତି ଦରକାର ନା। ଯଦି ଆପଣଙ୍କର ଚ୍ୟାନେଲ ଦେଖି କରି ସେଦିନ ସେ ଭାଇ ଜଣେ ଆପଣଙ୍କୁ ଫୋନ କରିଥିଲେ ନାମଗୁରୁ ଅଛନ୍ତି ନାମଟା ପାଇଛୁ କିନ୍ତୁ ସଦ୍ଗୁରୁ ଆମର ଏପଟେ ମିଳିବେ ନାହିଁ ଏପଟେ ଗାଇବାର ଅଛି ଆସିଲେ ଏକା ହବ ବୁଝିଲେ।
ଏଇ କଥା ଟିକେ ପଚାରି ଦେଖିବି ବୋଲିକି ପଚାରିଲି। ହଉ ହେଲା, ଖୁସି ଆପଣ ତ ଗାୟତ୍ରୀ ମନ୍ତ୍ର ଜପ କରିବା ପାଇଁ କହୁଥିଲ। ହଁ ଶୁଣନ୍ତୁ, ଆମର ମୋ ଅଭିଜ୍ଞତାରେ ମୁଁ ଆପଣଙ୍କୁ କହୁଛି ଯେ ଆମର ହିନ୍ଦୁ ଶାସ୍ତ୍ରରେ ଏମିତି ଗୋଟେ ଜିନିଷ ରହିଛି ଯୋଉ ଗୋଟାକୁ ଆମେ ସ୍ମରଣ କଲେ ସେଇଥିରେ ଗାୟତ୍ରୀ ଫଳ ମିଳିବ, ମହାମନ୍ତ୍ର ଫଳ ମିଳିବ, ସବୁ ଶାସ୍ତ୍ର ପୁରାଣ ବେଦ ସବୁଥିର ଫଳ ମିଳିବ ଗୋଟିଏ ମନ୍ତ୍ର। ସେଇ ଆମର ଯୋଉ 44 ପଟଳ କଥା କହୁଛ, ସେ 44 ପଟଳରେ ପଡିବ। ଅଚ୍ୟୁତାନନ୍ଦ ବି କହିଛନ୍ତି, ବୁଝିପାରିଲେ ନା, ଏକାକ୍ଷର ଯଦି ଜଣେ ଭଜନ କରେ ତାର ଆଉ କୌଣସି ଏହି ଏକାକ୍ଷର ସର୍ବ ଅକ୍ଷରଙ୍କ ଅଟନ୍ତି ମାତା ପିଅର ମୁଁ ଏବେ ବି ଛାଡିଛି ଅଳ୍ପ ଦିନ ତଳେ। ତେଣୁ ସେକୁ ଭଜନ କଲେ ସବୁ ପାଇବ। ତମେ ଦେଖିକି ଚେଷ୍ଟା କର, ଆଉ ଏଇ ମାର୍ଗରେ ଦେଖୁଥାଅ, ସବୁଦିନ ଦେଖୁଥାଅ। ନାଇଁ ଏଇ ସଦଗୁରୁର ଆକା ସନ୍ଦେହ ମତେ ଟିକେ ଆସୁଛି ବାବା। ହଁ, ସନ୍ଦେହ ତ ଆସିବ ନିଶ୍ଚିନ୍ତ। କାହିଁକି ନା ଜଣେ ଲୋକ ସନ୍ଦେହ ମତେ ଟିକେ ଲାଗୁଛି, ହେଲେ ସବୁ ଯାହା କିଛି ହବ। ହଁ, ଜଣେ ଲୋକ ଜଣେ ଯେତେବେଳେ ଚାହିଁବ ସଦ୍ଗୁରୁଙ୍କୁ, ତା ଆଗରେ ଯଦି ଅନ୍ୟମାନେ ସବୁ ଦେଖାଯାଆନ୍ତି ତାଙ୍କର ସନ୍ଦେହ ହବ। କାହିଁକିନା ତମେ ସଦ୍ଗୁରୁ ତ ପ୍ରକୃତରେ ଦେଖିନା ନା କେବେ, କଣ ବୁଝିଲ ନା? କାହିଁକି ନା ଗୋଟେ କଥା ଦେଖ, ଆମର ମୁଁ କହୁଛି ତମକୁ, ଆମର ଠାକୁର ଶ୍ରୀ ଶ୍ରୀ ଦୟାନିଧି ପରମହଂସ ଦେବ ହଉଛନ୍ତି ପ୍ରକୃତ ସଦ୍ଗୁରୁ। କାହିଁକି ନା ମୁଁ ତାଙ୍କର 16 ବର୍ଷ ବୁକୁଚା ବହିଛି, ରାମ ରାମ, ବୁଝିଲେ ନା? ଆଉ ସିଏ ମୋର 4 ଥର ଗୁରୁ। ମୁଁ ଛୁଆ ବେଳେ ଯେତେବେଳେ ଆମେ ହେଲୁ ବ୍ରାହ୍ମଣ ଘର, ମୁଁ ଛୁଆ ବେଳେ ଯେତେବେଳେ ବ୍ରତ ହେଲି ମତେ ସିଏ ସାବିତ୍ରୀ ମନ୍ତ୍ର ପ୍ରଦାନ କଲେ କୋଡରେ ବସେଇକି। ଯେତେବେଳେ ମୁଁ 10ମ ଶ୍ରେଣୀରେ ପଢୁଥିଲି 1976 ମସିହାରେ, ସେତେବେଳେ ସିଏ ମତେ ବ୍ରହ୍ମସୂତ୍ର ଦେଲେ, ପ୍ରାଣାୟାମ ଶିକ୍ଷା ଦେଲେ। ଦାଣ୍ଡକୂଳ ଗୋଟେ ଜାଗା ଅଛି, ସେଠୁ ମୁଁ 7 ବର୍ଷ ଯାଇ ପ୍ରାଣାୟାମ ଶିକ୍ଷା କଲି। ତାପରେ ସେଠୁ ଆସିଲା ପରେ 1985-80ରେ ମୁଁ ଟୋଟାଲ ଘର ଛାଡିଦେଲି। ଯାଇକି ତାଙ୍କ ପାଖରେ ଯାଇକି 5 ବର୍ଷ ରହିଲି, ତାଙ୍କ ପାଖରେ ଶୋଇଲି, ଖାଇଲି ପିଇଲି, ତାଙ୍କ ପାଖରେ ଶୋଇଲି 5 ବର୍ଷ। ଶୋଇ ସାରିଲା ପରେ ତାପରେ ସେଠୁ 1990 ମସିହାରେ ସେ ମତେ ବାନା ଦେଲେ, ସନ୍ନ୍ୟାସ କରେଇଲେ। କେତେ ହେଇଗଲେ? 3 ଥର ହେଇଗଲା ତ। ତାପରେ 1992 ମସିହାରେ ଯେତେବେଳେ ସେ ଦେହତ୍ୟାଗ କଲେ କାଲକାଟା ମାଟିଆ ବ୍ରୁସରେ, 1992 ମସିହା ଜୁଲାଇ 29 ତାରିଖ ବୁଧବାର ରାତି 12:10 ଚିତାଲାଗି ଅମାବାସ୍ୟା ଦିନ ସେ ଦେହତ୍ୟାଗ କଲେ। ମୁଁ ତାଙ୍କ ପାଖରେ ଉପସ୍ଥିତ ଥିଲି। ଦେହତ୍ୟାଗ କରିବାକୁ 13 ଦିନ ବାକି ଅଛି, ସେ ମତେ ଶୂନ୍ୟ କଣ୍ଠି ବି ଦେଇକି ଯାଇଛନ୍ତି। ତେଣୁ ସଦ୍ଗୁରୁଙ୍କୁ ମୁଁ ଦେଖିଛି। ଆଉ ତେଣୁ ତମେ ଯୋଉ କହୁଛ ସଦ୍ଗୁରୁ ନାହାନ୍ତି, ପ୍ରକୃତରେ ସଦ୍ଗୁରୁ ନାହାନ୍ତି। ଏକଲବ୍ୟ ତାହା କହୁନି ମୁଁ, ଆମର ଏପଟେ ସଦ୍ଗୁରୁ ସେଇପଟେ ନାହାନ୍ତି। ତେଣୁ ସେଇ କଥା କହୁଛି, ନାହାନ୍ତି ବୋଲି କହୁନାହିଁ। ନା ସଦ୍ଗୁରୁ ଅଛନ୍ତି। ତେଣୁ ତମେ ଗୋଟେ କଥା କର, ଯଦି ସଦ୍ଗୁରୁଙ୍କର ସନ୍ଧାନ ଜାଣିବା ପାଇଁ ତମର ଆଗ୍ରହ ବଳିବ, ତାହେଲେ ତମେ ଏପଟକୁ ଆସିଲେ ନିଶ୍ଚିନ୍ତ ତମେ ସନ୍ଧାନ ପାଇପାରିବ। ସେଇ କଥା ମୁଁ ପଚାରୁଛି, ବୋଲେ ଦୂର ହଉଛି ପାଖାପାଖି। ଦୂର ତ ଶୁଣ, ଗୋଟେ କଥା ହଉଛି ଯେ କଷ୍ଟ କଲେ କୁଷ୍ଟ ମିଳେ। ଆମେ ଯଦି ଦୂରକୁ ନ ଯିବା, ଆମେ ଭଗବତ କୃପା ପାଇବା କେମିତି? ସେଇ କଥା ତ ସତ କଥା। ଏଇଟା ତ ବୁଝୁଛି ଯେ, କାରଣ ଆମର ଏଇ ଜିଲ୍ଲା ପଟେ ନାହାନ୍ତି ତ, ସିଆଡେ ଆଇଲେ ଏକା ହବ ବୋଲି ଭାବୁଛି। ଆରେ ଏଇ ମନ୍ତ୍ରଟା ଏମିତି ଏମିତି ଲେଖିଛନ୍ତି, କେମିତି ହବ ବୋଲିକରି ଆପଣଙ୍କୁ ଟିକେ ଫୋନ ଲଗେଇକି। କିଛି ନାହିଁ, ଆପଣ ଏମିତି ଫୋନ ଲଗେଇକି ସବୁ ବୁଝନ୍ତୁ, ଧୀରେ ଧୀରେ ବୁଝନ୍ତୁ। ସଦ୍ଗୁରୁ ତ କରିବେ ପଛରେ ଅଲଗା କଥା। ଯୋଉ ମନ୍ତ୍ର ନେଇଛନ୍ତି ସେ ମନ୍ତ୍ର ଉପରେ ଯାହା କିଛି ସନ୍ଦେହ ହବ, ଯଦି ମୁଁ ଜାଣିଥାଏ ଆପଣଙ୍କୁ କହିବି, ଆପଣ ମଝିରେ ମଝିରେ ଫୋନ କରିବେ ଆଉ। ହଉ, ରହୁଛି ବାବା ହେଲେ। ହଉ।